ପ୍ରମତ୍ତ ସନ୍ଥ ଶ୍ରୀ ବଳରାମ ଦାସ। ପଞ୍ଚଦଶ ଶତାବ୍ଦୀରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଏବଂ ସନାତନ ଧର୍ମର ପ୍ରଚାର ପ୍ରସାର ସାରା ଭାରତରେ କରିଥିଲେ ଆମର ପୂଜ୍ୟ ପଞ୍ଚସଖା ଶ୍ରୀ ଅଚ୍ୟୁତାନନ୍ଦ ଦାସ, ଶ୍ରୀ ଯଶୋବନ୍ତ ଦାସ, ଶ୍ରୀ ଶିଶୁ ଅନନ୍ତ ଦାସ, ଶ୍ରୀ ଜଗନ୍ନାଥ ଦାସ ଏବଂ ଶ୍ରୀ ବଳରାମ ଦାସ। ପଞ୍ଚସଖାଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ହେଉଛନ୍ତି ସନ୍ଥ ବଳରାମ ଦାସ। ସର୍ବାଗ୍ରେ ସେ ହିଁ ପୁରୁଷୋତ୍ତମ। ଧାମରେ ପାଦ ଦେଇଥିଲେ। ଅନ୍ୟ 4 ଜଣ ପରବର୍ତ୍ତୀ ସମୟରେ ଆସି ତାଙ୍କ ସହିତ ମିଳିତ ହୋଇଥିଲେ। ସନ୍ଥ ବଳରାମ ଦାସ ଥିଲେ ଜଗଜନ୍ମା ପୁଣ୍ୟ ପୁରୁଷ। ତତ୍କାଳ କୁସଂସ୍କାରଗ୍ରସ୍ତ ସମାଜରେ ସଂସ୍କାର ଆଣିବା ପାଇଁ ସେ ରଚନା କରି ଯାଇଛନ୍ତି ଅନେକ ଗୁଡ଼ିଏ ଗ୍ରନ୍ଥ, ଯେମିତିକି ବିରାଟ ଗୀତା, ଯହିଁରେ ସେ ମହାଭାରତର ଗୀତା ସଦୃଶ ଜୀବନ ଧାରଣାର ମାନ ଶିକ୍ଷା ଦେଇଛନ୍ତି। ଗୀତ ଛଳରେ ତାଙ୍କ ରଚିତ ଲକ୍ଷ୍ମୀ ପୁରାଣରେ ସେ ଜାତି ପ୍ରଥାର ବିରୋଧ କରିବା ସହିତ ନାରୀ ଶକ୍ତିର ମହତ୍ତ୍ୱ ପ୍ରତିପାଦିତ କରିଛନ୍ତି। ନାରୀ ନିର୍ଯାତନାର କୁପରିଣାମ ଦର୍ଶାଇବା କରିବା ସହିତ ନାରୀକୁ ନିଜର କର୍ତ୍ତବ୍ୟ ବିଷୟରେ ମଧ୍ୟ ସଚେତନତା କରାଯାଇଛି। ବ୍ରହ୍ମାଣ୍ଡ ଭୂଗୋଳରେ ସେ ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡର ଦର୍ଶନ କରି ବ୍ରହ୍ମ ଏକାକ୍ଷର ମନ୍ତ୍ରର ମହିମା ବୁଝାଇଛନ୍ତି। ଭାବ ସମୁଦ୍ରରେ ମଣିଷକୁ ଭାବରେ ସମୁଦ୍ର ମଧ୍ୟରେ ଲୀନ ହୋଇ ପ୍ରଭୁ କୃପା ଲାଭ କରିବାର ବାଟ ମଧ୍ୟ ଦେଖାଇଛନ୍ତି। ସନ୍ଥ ବଳରାମ ଦାସଙ୍କର ଲେଖାଗୁଡ଼ିକ ମୁଖ୍ୟତଃ ସେ ସମୟରେ ଓଡ଼ିଶାକୁ କବଳିତ କରି ରଖୁଥିବା ଜାତିପ୍ରଥା, କୁସଂସ୍କାର, ସାମାଜିକ ଅସମଞ୍ଜସ୍ୟ ଇତ୍ୟାଦିକୁ ଦୂର କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି ଜଣାଯାଏ। ଜଣେ ତତ୍ତ୍ୱଜ୍ଞ ଏବଂ ମୁକ୍ତ ବିଚାରଧାରାର ସନ୍ଥ ହିସାବରେ ଭକ୍ତ ବଳରାମ ଦାସ ଅଗ୍ରଗଣ୍ୟ। ଭାବ ସମୁଦ୍ର, ବଟ ଅବକାଶ, ଭକ୍ତି ଚନ୍ଦ୍ରିକା, ବ୍ରହ୍ମାଣ୍ଡ ଭୂଗୋଳ, ବିରାଟ ଗୀତା, ଗୁପ୍ତ ଗୀତା, ଭବିଷ୍ୟତ ମାଳିକା ଏବଂ ଶରୀର ତତ୍ତ୍ୱ, ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ଇତ୍ୟାଦି ତାଙ୍କର 108ଟି କୃତି ରହିଛି। ତହିଁରୁ ତାଙ୍କ ଦ୍ୱାରା ଲିଖିତ ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ, ଶ୍ରୀ ମହାଲକ୍ଷ୍ମୀ ପୁରାଣ ବା ମାଣବସା କଥା ଓଡ଼ିଶାର ଘରେ ଘରେ ପ୍ରଚଳିତ। ଏହି ସନ୍ଥଙ୍କର ସଠିକ୍ ଜନ୍ମ ମୃତ୍ୟୁ ବର୍ଷ ବିଷୟରେ ଅନେକ ବାଦାନୁବାଦ ରହିଥିଲେ ମଧ୍ୟ ଅଚ୍ୟୁତାନନ୍ଦଙ୍କ ଲିଖିତ ଉଦୟ ଗୀତାରୁ ଜଣାଯାଏ ଯେ ଗଜପତି ମହାରାଜ ଶ୍ରୀ ଶ୍ରୀ ପ୍ରତାପରୁଦ୍ର ଦେବଙ୍କ ରାଜୁତି ସମୟରେ 1482 ମସିହାରେ ପୁରୀ ନିକଟସ୍ଥ ଗୋପ ବ୍ଲକର ସମଗରା ଗ୍ରାମରେ ବେଦପୁର ଶାସନର ଏକ ଦରିଦ୍ର ଶୂଦ୍ର ପରିବାରରେ ପବିତ୍ର ଫାଲ୍ଗୁନ ମାସରେ ଦଶମୀ ତିଥି ଦୋଳ ଦଶମୀରେ ଜନ୍ମଗ୍ରହଣ କରିଥିଲେ ବଳରାମ ଦାସ। ତାଙ୍କ ଜୀବନୀରୁ ଜଣାଯାଏ ଯେ ତାଙ୍କର ପିତା ଶ୍ରୀ ସୋମନାଥ ମହାପାତ୍ର ଏବଂ ମାତା ଶ୍ରୀମତୀ ମହାମାୟା ଦେବୀ ଦୀର୍ଘକାଳ ଧରି ସନ୍ତାନ ସୁଖରୁ ବଞ୍ଚିତ ଥିବା କାରଣରୁ ସେହି ଗ୍ରାମରେ ଅବସ୍ଥିତ ପ୍ରଭୁ ବେଲେଶ୍ୱରଙ୍କର ମନ୍ଦିରରେ 21 ଦିନ କାଳ ଅଧିଆ ପଡ଼ି ନିର୍ଜଳା ଉପବାସରେ ଆରାଧନା କରିଥିଲେ। ପ୍ରଭୁ ବେଲେଶ୍ୱର କରୁଣାରୁ ତାଙ୍କର ପୁତ୍ର ସନ୍ତାନଟିଏ ହେଲା ପରେ ସେହି ପ୍ରଭୁ ବେଲେଶ୍ୱରଙ୍କର ନାମ ଅନୁସାରେ ତାଙ୍କର ନାମ ଦେଇଥିଲେ ବଳରାମ। ଶ୍ରଦ୍ଧାରେ ଡାକୁଥିଲେ ବଳି ବୋଲି। ମହାଦେବଙ୍କର ଆଶୀର୍ବାଦରୁ ଜନ୍ମ ଦେଇଥିବାରୁ ଅନେକ ଅଲୌକିକ ଘଟଣା ସବୁ ଘଟୁଥିଲା ବାଳୁତ ବଳିଙ୍କ ଜୀବନରେ। ଥରେ ତାଙ୍କ ମା ତାଙ୍କୁ ତେଲ ହଳଦୀ ଲଗାଇ ଘର ଅଗଣାରେ ଶୁଆଇ ଦେଇ ଘର ଭିତରକୁ କୌଣସି କାମରେ ଯାଇଥିଲେ। ଫେରିଲା ବେଳକୁ ଦେଖନ୍ତି ତ ବାଳୁତ ବଳିର ମୁଣ୍ଡ ଉପରକୁ ଛାଇ କରି ଜଗି ରହିଛନ୍ତି ନାଗ ସାପଟିଏ। ବଳି ତାର ଲାଞ୍ଜକୁ ଧରି ଆନନ୍ଦରେ ଖେଳୁଛନ୍ତି। ଭୟରେ ମୂର୍ଚ୍ଛା ଗଲେ ମା ମହାମାୟା। ଚେତା ଫେରିଲା ବେଳକୁ ଦେଖିଲେ ବଳି ଆରାମରେ ଖେଳୁଛନ୍ତି। ଘରେ ସମସ୍ତଙ୍କୁ ସେଇ କଥା କହିଲେ। ବାପା ସୋମନାଥ କହିଲେ ଯେ ଶିବ କୃପାରୁ ଜନ୍ମ ନେଇଛି, ତାର କିଛି ହେବ ନାହିଁ, ସେଇ ଶିବ ତାର ରକ୍ଷକ। ଶିଶୁ ବଳରାମ ପିଲାଦିନେ ଖୁବ୍ ଦୁଷ୍ଟ ଏବଂ କ୍ଷଣଗପୀ ଥିଲେ। ପିତା ସୋମନାଥ ଗଜପତି ମହାରାଜାଙ୍କର ମନ୍ତ୍ରୀ ହୋଇଥିବା ହେତୁ ସେ ପୁରୀରେ ରହୁଥିଲେ। ବାଳକ ବଳରାମ ମାଙ୍କ ପାଖରେ ଗ୍ରାମରେ ରହୁଥିଲେ। ବାଳକ ବଳି ସାଙ୍ଗସାଥୀଙ୍କ ସହିତ ଖେଳରେ ମାତି ପାଠପଢ଼ାରେ ମୋଟେ ଧ୍ୟାନ ଦେଲେ ନାହିଁ। ତେଣୁ ତାଙ୍କ ବାପା ତାଙ୍କୁ ନିଜ ପାଖକୁ ନେଇଗଲେ ପୁରୀ। ସେଇଠି ରହି ସଂସ୍କୃତ ଟଲରେ ପାଠପଢ଼ା ଆରମ୍ଭ କଲେ ବଳରାମ। ଖୁବ୍ ଶୀଘ୍ର ସେ
ବେଦ ବେଦାନ୍ତ ଉପନିଷଦ ଶାସ୍ତ୍ର ଇତ୍ୟାଦିରେ ପାରଙ୍ଗମ ହୋଇ ଉଠିଲେ। ଜାତସ୍ମର ହୋଇଥିବା ହେତୁ ପିଲାଟି ବେଳୁ ସେ ଜାଣିପାରିଥିଲେ ଯେ ସେ ସତ୍ୟ ଯୁଗରେ ମାର୍କଣ୍ଡେୟ, ଦ୍ୱାପର ଯୁଗରେ ସୁଦାମା, ତ୍ରେତୟା ଯୁଗରେ ସୁଷେଣ ନାମରେ ଜନ୍ମ ନେଇ ସଖା ରୂପେ ପ୍ରଭୁଙ୍କ ସହିତ ଲୀଳାଖେଳ କରିଥିଲେ ଏବଂ ସେହି ନିମନ୍ତେ କଳିଯୁଗରେ ସେ ବଳରାମ ରୂପେ ଅବତୀର୍ଣ୍ଣ ହୋଇଥିଲେ। ହରିଭକ୍ତିରେ ସଦା ଲୀନ ରହୁଥିଲେ ବାଳକ ବଳି। 9 ବର୍ଷ ବୟସରେ ସେ ନିଜକୁ ବୈଷ୍ଣବ ବୋଲି କହୁଥିଲେ। ସେ ଲେଖିଥିଲେ ମାଳା ତିଲକ ଯାହାର ନାହିଁ ସେ ପୁଣି ବୈଷ୍ଣବ ବୋଲାଇ। ମାତ୍ର 13 ବର୍ଷ ବୟସରେ ସେ ଗୃହତ୍ୟାଗ କରି ବିଧିବଦ୍ଧ ଭାବେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। ଶ୍ରୀଜଗନ୍ନାଥଙ୍କ ପାଖରେ ରହି ନାମ ସଂକୀର୍ତ୍ତନ କରିବା ସହିତ ଅନେକ ଭଜନ ଜଣାଣ ଚଉତିଶା ରଚନା କରିଥିଲେ। 1510 ମସିହାରେ ଶ୍ରୀ ଚୈତନ୍ୟଙ୍କ ଓଡ଼ିଆ ଆଗମନ କାଳରେ ତାଙ୍କର ଭାବଧାରାରେ ଅନୁପ୍ରାଣିତ ହୋଇ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ବଳରାମ ଦାସ। ସେତେବେଳକୁ 1507 ମସିହାରେ ସେ ଲେଖି ସାରିଥିଲେ ତାଙ୍କ ଜୀବନର ଶ୍ରେଷ୍ଠ ଗ୍ରନ୍ଥ ଜଗମୋହନ ରାମାୟଣ, ଯାହା ଦାଣ୍ଡି ବୃତ୍ତରେ ଲେଖା ହୋଇଥିବା ହେତୁ ଦାଣ୍ଡି ରାମାୟଣ ନାମରେ ଓଡ଼ିଆର କୋଣ ଅନୁକୋଣରେ ପ୍ରସିଦ୍ଧ ଲାଭ କରିଥିଲା। ସେ ପର୍ଯ୍ୟନ୍ତ ବାଲ୍ମୀକିଙ୍କର ସଂସ୍କୃତ ରାମାୟଣକୁ ଅନ୍ୟ କୌଣସି ଭାଷାରେ ଅନୁବାଦ କରିବା ପାଇଁ କେହି ସାହସ କରିନଥିଲେ। ସେଥିପାଇଁ ତାଙ୍କୁ ଓଡ଼ିଶାର ବାଲ୍ମୀକି ବୋଲି ଆଖ୍ୟା ଦିଆଯାଏ। ଶ୍ରୀ ଚୈତନ୍ୟଙ୍କର ଅନୁଗାମୀ ହୋଇ ସେ ତାଙ୍କର ଅନ୍ୟ 4 ସଖାଙ୍କ ସହିତ ମିଳିତ ହୋଇଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ସେମାନେ ପଞ୍ଚସଖା ନାମରେ ନାମିତ ହୋଇ ସାରା ଭାରତର ଭ୍ରମଣ କରି ଓଡ଼ିଶାର କୋଣ ଅନୁକୋଣରେ ମଠ ବା ଟୁଙ୍ଗି ସ୍ଥାପନ କରି ଅନେକ ଶିଷ୍ୟ ଗ୍ରହଣ କରିଥିଲେ। ସେହି ଶିଷ୍ୟମାନଙ୍କ ମାଧ୍ୟମରେ ସେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିଲେ। କଥିତ ଅଛି ଯେ ବଳରାମ ଦାସଙ୍କର 16 ଜଣ ପ୍ରମୁଖ ଶିଷ୍ୟ ରହିଥିଲେ। ତନ୍ମଧ୍ୟରୁ ତାଙ୍କର ପ୍ରିୟ ଶିଷ୍ୟ ଥିଲେ ହରିଦାସ ଏବଂ ମଲ୍ଲ। ସବୁ ସଦ୍ଗୁଣ ଥିବା ସତ୍ତ୍ୱେ ମଧ୍ୟ କ୍ଷଣକପି ଏବଂ ସ୍ପଷ୍ଟବାଦୀ ହୋଇଥିବାରୁ ପୁରୀର କିଛି ପଣ୍ଡା ପଣ୍ଡିହାରୀମାନେ ତାଙ୍କୁ ପସନ୍ଦ କରୁନଥିଲେ। କେହି କେହି କହନ୍ତି ତାଙ୍କର ଲୋକପ୍ରିୟତାରେ ଅସହିଷ୍ଣୁ ହୋଇ ଅନେକେ ତାଙ୍କ ନାମରେ ଅନେକ କୁସ୍ତାରଟନା କରୁଥିଲେ। ନିଜେ ହରି ନାଁରେ ସର୍ବଦା ମଗ୍ନ ରହି ସେ ନିଜକୁ ମତ୍ତ ବଳରାମ ଦାସ ବୋଲି କହୁଥିଲେ। ପୁରୀ ଚୁଡଙ୍ଗ ସାହିର ଜଣେ ମହିଳାଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିବା ହେତୁ ସେ ଅଧିକାଂଶ ସମୟରେ ତାଙ୍କ ପାଖରେ ବିତାଉଥିଲେ। ନିନ୍ଦୁକମାନଙ୍କ ମୁଖରେ ସେ ଜଣେ ମଦ୍ୟପ ଏବଂ ବେଶ୍ୟାସକ୍ତ ବୋଲି ଖୁବ୍ ପ୍ରଚାରିତ ହେଉଥିଲା। ଗଜପତି ମହାରାଜ ପ୍ରତାପରୁଦ୍ର ଦେବଙ୍କ କାନରେ ଏକଥା ପକାଇ ତାଙ୍କୁ ଶ୍ରୀମନ୍ଦିର ଭିତରେ ପୂରେଇ ନ ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଥିଲା। ଦିନେ ବଳରାମ ଦାସ ଲୁଚି ଲୁଚି ମନ୍ଦିର ଭିତରେ ପଶିଲେ ଏବଂ ରାତି ପହୁଡ଼ ପରେ ପ୍ରଭୁ ଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀଙ୍କ ଲୀଳା ଖେଳା ଦେଖିବା ପାଇଁ ଗରୁଡ଼ ସ୍ତମ୍ଭ ପଛପଟେ ଲୁଚି ରହିଲେ। କଥିତ ଅଛି ଯେ ତହିଁ ଆରଦିନ ସ୍ୱୟଂ ମହାଲକ୍ଷ୍ମୀ ରୁଷ୍ଟ ହୋଇ ବଳରାମ ଦାସଙ୍କୁ ତାଙ୍କ ଜୀବଦ୍ଦଶାରେ ଶ୍ରୀମନ୍ଦିର ନ ମାଡ଼ିବା ଲାଗି ଆଦେଶ ଦେଇଥିଲେ। ଥରେ ରଥଯାତ୍ରା ସମୟରେ ସେ ଅଶୌଚ ଭାବରେ ନନ୍ଦିଘୋଷ ରଥରେ ଚଢ଼ିବା ପାଇଁ ଚେଷ୍ଟା କରୁଥିଲା ବେଳେ ପଣ୍ଡାମାନଙ୍କ ହାତରେ ଧରା ପଡ଼ିଲେ। ସେମାନେ ଘୋଷାଡ଼ି ଅଟାରି ତାଙ୍କୁ ମାଡ଼ ମାରି ବାହାର କରିଦେଲେ। ସେଠାରୁ ସେବାୟତମାନଙ୍କ ଦ୍ୱାରା ଲାଞ୍ଛିତ ଅପମାନିତ ହୋଇ କାନ୍ଦି କାନ୍ଦି ସେ ପହଞ୍ଚିଥିଲେ ବାଙ୍କି ମୁହାଣରେ। ସେଇଠି ବାଲୁକା ଶଯ୍ୟାରେ ଭକ୍ତି ସହକାରେ ଗଡ଼ିଥିଲେ 3ଟି ରଥ ଏବଂ ତାଙ୍କ ରଥରେ ବିଜେ କରିବା ଲାଗି ଆକୁଳ ପ୍ରାର୍ଥନା କରିଥିଲେ ଶ୍ରୀଜଗନ୍ନାଥଙ୍କୁ। ଭକ୍ତର ଅଚଳା ଭକ୍ତିରେ ସନ୍ତୁଷ୍ଟ ହୋଇ ପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ଛାଡ଼ି ବଳରାମ ଦାସଙ୍କ ବାଲି ରଥରେ ବିଜେ ହୋଇଥିଲେ। ଏପଟେ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ନ ଚଳିବାରୁ ଗଜପତି ମହାରାଜ ପ୍ରତାପରୁଦ୍ର ଦେବଙ୍କ ସମେତ ସମସ୍ତ ସେବାୟତମାନେ ବିଚଳିତ ହୋଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରନ୍ତେ ପ୍ରଭୁ ଶୂନ୍ୟବାଣୀ କରିଥିଲେ, ମୋ ଭକ୍ତ ବଳରାମ ଦାସଙ୍କୁ ତୁମ ପଣ୍ଡାଏ ମାଡ଼ ମାରି ଅପମାନିତ କରିଛନ୍ତି।
ତାଙ୍କୁ କ୍ଷମା ପ୍ରାର୍ଥନା କରି ନନ୍ଦିଘୋଷକୁ ଆଣିଲେ ଯାଇ ରଥ ଚଳିବ, ନହେଲେ ନାହିଁ। ଗଜପତି ମହାରାଜ ନିଜର ଦୋଷ ସ୍ୱୀକାର କରି ବାଙ୍କି ମୁହାଣକୁ ଯାଇ ବଳରାମ ଦାସଙ୍କୁ କ୍ଷମା ଯାଚନା କରି ସସମ୍ମାନେ ନିମନ୍ତ୍ରଣ କରି ଆଣିଥିଲେ ନନ୍ଦିଘୋଷକୁ। ତାଙ୍କୁ ଶ୍ରୀମନ୍ଦିରରେ ସେବା କରିବାର ଅଧିକାର ଦେଲେ। ବଳରାମ ଦାସଙ୍କୁ ସିନା ଗଜପତି ମହାରାଜ ନିମନ୍ତ୍ରଣ କରିଦେଲେ ଶ୍ରୀମନ୍ଦିରକୁ, ହେଲେ ମହା ଅଭିମାନୀ ବଳରାମ ଦାସ ଆଉ ପୁରୀରେ ନିବାସ କଲେ ନାହିଁ। ସେ ପୁରୀ ତ୍ୟାଗ କରି ନିଜ ଗ୍ରାମ ଏରବଙ୍ଗଠାରେ ତୁଳସୀ ଚଉରା ବୋଲି ମଠଟିଏ ସ୍ଥାପନ କରି ସେଇଠି ରହି ଜଗନ୍ନାଥଙ୍କର ଆରାଧନା କରିଥିଲେ। ଶେଷ ଜୀବନ ପରିକ୍ରମା କରି ଭାଗବତ ଟୁଙ୍ଗିମାନ ସ୍ଥାପନ କଲେ। ଶୁଣାଯାଏ ନିଜ ସଖାମାନଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା ଏବଂ ପ୍ରତିଦିନ ରାତିରେ ସେମାନଙ୍କର ଆଶରୀରୀ ସାକ୍ଷାତ ହେଉଥିଲା। ସେଠି ମଠରେ ଥିବା ପଞ୍ଚଶାଖାଯୁକ୍ତ ନିମ୍ବ ଗଛଟି ଆଜି ମଧ୍ୟ ତାର ମୂକ ସାକ୍ଷୀ ହୋଇ ରହିଛି। କଥିତ ଅଛି ଯେ ବଳରାମ ଦାସଙ୍କ ଶେଷ ସମୟ ଉପସ୍ଥିତ ହେବା ପୂର୍ବରୁ ସେ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ ଥରେ ମାତ୍ର ଆସି ତାଙ୍କୁ ସେଇଠି ଦର୍ଶନ ଦେବା ଲାଗି। ଭକ୍ତର ଗୁହାରି ଶୁଣି ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କୁ ସାଥିରେ ନେଇ ଆସି ସେଇଠି ମଠରେ ଦର୍ଶନ ଦେଇଥିଲେ ବଳରାମ ଦାସଙ୍କୁ। ମା ଲକ୍ଷ୍ମୀ ତାଙ୍କୁ କହିଥିଲେ, ଦେଖିଲୁ ତ ବଳି, ମୋ ଅଭିଶାପରୁ ମୃତ୍ୟୁ ପର୍ଯ୍ୟନ୍ତ ପୁରୀକୁ ଯାଇପାରିଲୁନି। ବଳରାମ ଉତ୍ତର ଦେଇଥିଲେ, ଦେଖିପାରୁନି କି ଟେରି, ପୁରୀ ପରା ସ୍ୱୟଂ ମୋ ପାଖରେ ହାଜର ହୋଇଛି। ତୁ ଆସିଛୁ, ମୋ ପ୍ରଭୁ ଆସିଛନ୍ତି ଏଠିକି, ଇଏ ପୁରୀ ନୁହେଁ ତ ଆଉ କ'ଣ? ଏମିତି ଥିଲା ତାଙ୍କର ଭକ୍ତିର ଶକ୍ତି। ଶେଷରେ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ଅନଙ୍ଗ ତ୍ରୟୋଦଶୀ ଦିନ ବ୍ରହ୍ମ ସମାଧିରେ ବସି ବ୍ରହ୍ମଲୀନ ହୋଇଥିଲେ ଭାବଭକ୍ତିର ପ୍ରମତ୍ତ ଭକ୍ତ ବଳରାମ ଦାସ। ତାଙ୍କ ଭକ୍ତିର ସ୍ୱାକ୍ଷର ଚିରକାଳ ପାଇଁ ଜାଜ୍ୱଲ୍ୟମାନ ହୋଇ ରହିଛି ପୁରୀ ଜିଲ୍ଲାର ସମଗରା ଆଉ ଏରବଙ୍ଗ ଗ୍ରାମରେ। ଜୟ ଜଗନ୍ନାଥ, ଜୟ ଶ୍ରୀ ବଳରାମ ଦାସ।